ଗୋଟେ ଅଛି ଘୁଷୁରୀ ପ୍ରକୃତି ପଙ୍କେ ଲୁଟେ, ମଣିଷ ପ୍ରକୃତି ମଲେ ହିଁ ତୁଟେ। ତେଣୁ ଯାହାର ଯେଉଁ ପ୍ରକୃତି ତାର ଶେଷ ପର୍ଯ୍ୟନ୍ତ ସେ ବଜାୟ ରହିଥାଏ। ଏହି ବିଷୟ ଉପରେ ଗୋଟିଏ କଥାବସ୍ତୁ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ। ଜଣେ ବୃଦ୍ଧ ଲୋକ ଥରେ ବେମାରରେ ପଡ଼ିଥିଲେ। ତାଙ୍କର ଜୀବନ ସାରା ସେ ଅତ୍ୟଧିକ ସମୟ ଲୋଭରେ ହିଁ ବିତିଥିଲା। ସେ ଜଣେ ଅତ୍ୟନ୍ତ ଲୋଲୁପ ପ୍ରକୃତିର ଥିଲେ। ଏପରିକି ନିଜର ରୋଗ ବୈରାଗ୍ୟର ଆଶୁ ଚିକିତ୍ସା ପାଇଁ ନିଜର ଔଷଧ ଖର୍ଚ୍ଚ ସକାଶେ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରିନଥିଲେ। ଆରୋଗ୍ୟ ହେତୁ ସେ ତାଙ୍କର ବେମାର ବଢ଼ିବାକୁ ଲାଗିଲା, ଯାହାର କି ଶରୀରଟି ଅତ୍ୟନ୍ତ ଦୁର୍ବଳ ହୋଇଗଲା। ବିଛଣାରେ ପଡ଼ି ରହି ରହି ନିଜର ଅନ୍ତିମ ସ୍ଥିତିରେ ସେ ଦେଖିଲେ ଯେ ତାଙ୍କର ଘରର ଅଗଣାରେ ବାଛୁରୀଟିଏ ଝାଡ଼ୁଟିକୁ ଚୋବାଉଛି। ଏହା ଦେଖି ତାଙ୍କର ମନ ବଡ଼ ଦୁଃଖ ହେଲା। ସେ ଭାବିଲେ ଯେ ମୋର ଉପାର୍ଜନ ସମ୍ପତ୍ତି ଏମିତି ବର୍ବାଦ ହୋଇଯାଉଛି। ସେ କହିବାର ଚେଷ୍ଟା ବି କଲା, କିନ୍ତୁ ଦୁର୍ବଳତା ଯୋଗୁଁ ତାଙ୍କର ଭାଷା ଶବ୍ଦ ସ୍ପଷ୍ଟ ବାହାରି ପାରିଲା ନାହିଁ। ସ୍ୱାମୀ କିଛି ଗୁଣୁଗୁଣୁ ହେଉଥିବାର ଦେଖି ତାହାର ପତ୍ନୀ ଭାବିଲେ ବୋଧହୁଏ ଭଗବାନଙ୍କର ନାମ ପ୍ରତି କିଛି ନେଉଛନ୍ତି। ପୁତ୍ର ଅନୁମାନ କଲା ଯେ ବାପା ହୁଏତ ଶେଷ ସମୟରେ ନିଜର ରଖିଥିବା ଗୁପ୍ତ ସମ୍ପତ୍ତି ବିଷୟରେ ସେ ଜଣାଇବାକୁ ଚାହୁଁଛନ୍ତି। ଏଥି ନିମନ୍ତେ ସେ କ'ଣ କଲେ ନା ବଡ଼ ବଡ଼ ଚିକିତ୍ସକମାନଙ୍କୁ ଡକାଇ ଚିକିତ୍ସା ବ୍ୟବସ୍ଥାର ଆରମ୍ଭ କଲେ। ଆଉ ସମସ୍ତ ଚିକିତ୍ସକମାନଙ୍କୁ ନିର୍ଦ୍ଦେଶ ଦିଆଗଲା ଯେ ଯେତେ ଖର୍ଚ୍ଚ ହେଉଛି ନା ହେଉ ତାଙ୍କର ଶବ୍ଦ ସ୍ପଷ୍ଟ ଶୁଣାଯିବା ଦରକାର। ଚିକିତ୍ସକମାନେ ଚିକିତ୍ସାରେ ଲାଗିଗଲେ। ସେମାନେ ମୂଲ୍ୟବାନ ଔଷଧ ପ୍ରୟୋଗ କରି ଜୀବନ ରକ୍ଷା କରିବା ପାଇଁ ସମସ୍ତେ ପ୍ରୟାସ କଲେ। ଚିକିତ୍ସାରେ ଖର୍ଚ୍ଚ ହୋଇଥିବା ଟଙ୍କା ଆଉ ଚିକିତ୍ସକମାନଙ୍କର ନିଜର ପାଉଣା ଏ ସମସ୍ତଙ୍କର ମୂଲ୍ୟ ମିଶି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଗଲା। ଔଷଧ ଗୁଡ଼ିକ ମାତ୍ର ଏତିକି ପ୍ରଭାବ ହେଲା ଯେ ବୃଦ୍ଧଙ୍କର ଶକ୍ତି ଏକତ୍ର କରିପାରିଲା। କିଛି ଜୋର ଲଗାଇ ବୃଦ୍ଧ ଯେତେବେଳେ ପୁନଃ କହିବାର ଚେଷ୍ଟା କଲା, ତା ମୁଖରୁ ସେଇ କଥା ହିଁ ବାହାରିଲା, ଶୁଣାଗଲା, ଝାଡ଼ୁ ବାଛୁରୀ, ଝାଡ଼ୁ ବାଛୁରୀ। ଏଇ କଥାଟି ବାରମ୍ବାର କହି କହି ଏଇ ମନ୍ତ୍ର ଦୋହରେଇ ଦୋହରେଇ ବୃଦ୍ଧଙ୍କର ପ୍ରାଣବାୟୁ ଚାଲି ଯାଇଥିଲା। ତେଣୁ ଏହି ବିଷୟର ଉପସ୍ଥାପନରୁ ଆମେ କ'ଣ ଶିଖିଲେ? ଯେ ଯାହାର ଯେଉଁ ଜୀବନ ସାରା ଯେଉଁ ସଂସ୍କାର ପ୍ରଭାବ ବିସ୍ତାର କରିଥାଏ ତାକୁ ଶେଷ ପର୍ଯ୍ୟନ୍ତ ତାର ପିଛା ଛାଡ଼ି ନଥାଏ। ବିଷୟରୁ ପ୍ରେରଣା ଦିଆଯାଉଛି ଯେ ଜୀବନ ସାରା ଆମେ ସମସ୍ତେ ସତ୍ କର୍ମ କରିବା, ସତ୍ ମାର୍ଗରେ ଗମନ କରିବା, ସମସ୍ତଙ୍କ ପାଇଁ ଉତ୍ତମ ବିଚାର ଉତ୍ତମ ବୁଦ୍ଧି ପ୍ରୟୋଗ କରିବା, ଆଉ ଭଗବାନଙ୍କର ଶରଣାର୍ଥ ପାଇଁ ଆମେ ଈଶ୍ୱରଙ୍କର ସଦ୍ଗତି ନିମନ୍ତେ ସମସ୍ତେ ଶରଣ କରିବା। ସମସ୍ତେ ପାଳନ କରନ୍ତୁ, ନିଜର ଜୀବନ ସୁଖ ଲାଭ କରନ୍ତୁ।